ଦେଖନ୍ତୁ ଏଇଟା ଗୋଟେ ଅତ୍ୟନ୍ତ ବହୁତ ଦୁଃଖଦାୟକ କଥା। ଡହ ଡହ ଖରା ଆପଣ ଦେଖୁଥିବେ ତାପମାତ୍ରା କୋଉ ଭଳିଆ ବଢୁଛି। 30-35 ଡିଗ୍ରୀ ଟେମ୍ପରେଚର ବର୍ତ୍ତମାନ 35 ଡିଗ୍ରୀ ଉର୍ଦ୍ଧ୍ୱ ବର୍ତ୍ତମାନ ଦିନକୁ ଦିନ ହେଲାଣି। ତା ସହିତ ଏ ଅସହ ଗରମରେ ଲୋକଙ୍କ ଉପରେ ଲୋକମାନେ ଯୋଉ ଭଳିଆ ହନ୍ତସନ୍ତ ହେଉଛନ୍ତି ଏ ତୈଳ ଅଭାବକୁ ନେଇକି, ତା ଅତ୍ୟନ୍ତ ଦୁଃଖଦାୟକ କଥା। ଆପଣ ଦେଖୁଥିବେ ସରକାର କହୁଛନ୍ତି ତେଲ ମଜୁଦ ଅଛି, କିନ୍ତୁ ଟାଙ୍କିରେ ସନ୍ଧ୍ୟା ହେଲା ମାତ୍ରେ ଟାଙ୍କି ବହୁତ ଗୁଡେ ପେଟ୍ରୋଲ ପମ୍ପ ବନ୍ଦ ହେଇଯାଉଛି। ତାର କିଏ? ତାର ଜନସାଧାରଣ ସାଧାରଣ ଲୋକ ତା ଦ୍ୱାରା ପ୍ରଭାବିତ ହଉଛନ୍ତି। କାରଣ ଆପଣ ଦେଖୁଥିବେ ଗାଡିରେ ଯଦି ତେଲ ନଥିବ ତାହେଲେ କୌଣସି ଜିନିଷ ହେଇପାରିବନି। କଣ ଯଦି ସରକାର କହୁଛନ୍ତି ତେଲ ମହଜୁଦ ଅଛି, ତାହେଲେ ଟାଙ୍କିରେ ଏତେ ଶୀଘ୍ର ତେଲ ସରୁଛି କେମିତି? ସରକାର କହୁଛନ୍ତି ଲୋକମାନଙ୍କୁ ଭୟଭୀତ ହୁଅନ୍ତୁ ନାହିଁ, ଇଏ ହୁଅନ୍ତୁ ନାହିଁ, ଖାଲି ବାର୍ତ୍ତା ଦେଲେ ହବ କି? ଯଦି ତେଲ ସଫିସିଏଣ୍ଟ ଅଛି ଟାଙ୍କି ମାନଙ୍କରେ, ତ ଏତେ ଶୀଘ୍ର ଟାଙ୍କି ବନ୍ଦ ହଉଛି କାହିଁ? ଲୋକମାନେ ତ ତେଲ ପକେଇବେ ନା, କାରଣ ନହେଲେ ଯାନବାହନ ଚାଲିବ କେମିତି? ଗୋଟେ ସାଧାରଣ ଜୀବନ ଯାପନ ପାଇଁ ପେଟ୍ରୋଲ ଡିଜେଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନିଶ୍ଚୟ ନିଶ୍ଚୟ ପ୍ରତ୍ୟେକଟି ଜିନିଷରେ ସମସ୍ତ ତ ଆପଣ ଦେଖିବେ ଏବେ ତ ବର୍ତ୍ତମାନ ସମସ୍ତେ ଆଉ ଇଭି ଗାଡି ଠିକ ଅଛି, ଧୀରେ ଧୀରେ ଇଭି ଆଡକୁ ଆମ ସମାଜ ଗତି କଲାଣି, କିନ୍ତୁ ସମସ୍ତ ଇଭି ଦ୍ୱାରା ସାଙ୍ଗେ ସାଙ୍ଗେ କନଭର୍ଟ ହେଇଯିବେନି ଯେ ହେଇଯିବେନି। ଲୋକମାନେ ଗୋଟେ ପରିବର୍ତ୍ତନ ଆଡକୁ ଠିକ ଅଛି। ମୁଁ ବି କହୁଛି ଯେ ସାଇକେଲ ଚଲାନ୍ତୁ, ଲୋକମାନେ ପାଖାପାଖି ଅଞ୍ଚଳକୁ ଗାଡି ଯାନବାହନ ଦେଇକି ସାଇକେଲରେ ଯାଆନ୍ତୁ, କିନ୍ତୁ ଅତି ଯୋଉମାନେ ଜରୁରୀ କାର୍ଯ୍ୟରେ ଯାଉଛନ୍ତି କିମ୍ବା ଦୂର ଦୂରାନ୍ତରରୁ ଯାଉଛନ୍ତି, କିମ୍ବା ଆମର ଦେଖିବେ ଆମ୍ବୁଲାନ୍ସଟେ ବର୍ତ୍ତମାନ ଆଜି ଗୋଟେ ଖବର ଆସିଛି, ଆମ୍ବୁଲାନ୍ସରେ ରୋଗୀ ଯିବା ସମୟରେ ତେଲ ସରିଯିବା କାରଣରୁ ଆମ୍ବୁଲାନ୍ସରେ ରୋଗୀଟି ଯୋଉ ରୋଗୀଟି ସେ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଛି। ଏଥିପାଇଁ ଦାୟୀ କି? ତ ସରକାର ଗୋଟେ ବ୍ୟବସ୍ଥା କରିବା ଦରକାର। ସବୁ ବର୍ତ୍ତମାନ କିଛି ଦିନ ତଳେ ସେମିତି ଆଳୁ ସଙ୍କଟ ଚାଲିଥିଲା। ଆଳୁ ଆଳୁ ଯିଏ ମନ୍ତ୍ରୀ ସେ ବିଭାଗର ଥିଲେ ସେ କହୁଥିଲେ ନାଇଁ ଆଳୁ ମହଜୁଦ ଅଛି, କିନ୍ତୁ ବର୍ତ୍ତମାନ ମାର୍କେଟରେ ଆଳୁ ମିଳୁନଥିଲା। କିଛି ଦିନ ପୂର୍ବରୁ ଗ୍ୟାସର ମଧ୍ୟ ସଙ୍କଟ ଚାଲିଥିଲା, ବର୍ତ୍ତମାନ ବି ଚାଲିଛି। ଗ୍ୟାସ ପାଇଁ ମଧ୍ୟ ଲୋକ ହନ୍ତସନ୍ତ ଥିଲେ। ସରକାର ଯୋଉ ଦିନଠୁ ସରକାର ଦାୟିତ୍ୱ ନେଲେଣି, ପ୍ରତ୍ୟେକଟି ଜିନିଷରେ ସାଧାରଣ ଲୋକ ବହୁତ ହନ୍ତସନ୍ତ ହେଉଛନ୍ତି। ଆପଣ ଦେଖିପାରୁଥିବେ, ପ୍ରଥମେ ଆପଣ ଦେଖିବେ ଡିମନିଟାଇଜେସନ ବିମୁଦ୍ରୀକରଣ ହେଲା, ବିମୁଦ୍ରୀକରଣ ସମୟରୁ ସେତେବେଳେ ଲୋକ ଲାଇନରେ ଠିଆ ହେଲେ। ତାପରେ 2000 ଟଙ୍କା ନୋଟ ଯୋଉ ବନ୍ଦ ହେଲା ତା ପାଇଁ ଲାଇନରେ ଠିଆ ହେଲେ। ପରବର୍ତ୍ତୀ ସମୟରେ ତାପରେ କରୋନା ସମୟରେ ଭ୍ୟାକ୍ସିନ ପାଇଁ ଲୋକ ଲାଇନରେ ଠିଆ ହେଲେ। ଭ୍ୟାକ୍ସିନ ସରିଲା, ତାପରେ ବର୍ତ୍ତମାନ ଏଇ କିଛି ଦିନ ତଳେ ଗ୍ୟାସ ସଙ୍କଟ ହେଲା, ଗ୍ୟାସ ପାଇଁ ଲୋକ ଲାଇନରେ ଠିଆ ହେଲେ। ବର୍ତ୍ତମାନ ପେଟ୍ରୋଲ ପାଇଁ। ଯଦି ସବୁ ଜିନିଷ ଆମ ପାଖରେ ମହଜୁଦ ଅଛି, ଆମ ପାଖରେ ସଠିକ ପରିମାଣରେ ଅଛି ମହଜୁଦ, ତ ଲୋକମାନେ କାହିଁ ହନ୍ତସନ୍ତ ହଉଛନ୍ତି? ଲୋକମାନେ କାହିଁ ଅସୁବିଧାର ସମ୍ମୁଖୀନ ହଉଛନ୍ତି? ସରକାର ଖାଲି କହିଦଉଛନ୍ତି, ଲୋକମାନେ ଭୟଭୀତ ହଉନାହାନ୍ତି, କିନ୍ତୁ ସରକାର ଏଥିପାଇଁ ଦାୟୀ କିଏ ତାହେଲେ? ଗ୍ରାଉଣ୍ଡ ରିପୋର୍ଟ କହୁଛି ଯେ ଲୋକ ଭୟଭୀତ ଅଛନ୍ତି, କିନ୍ତୁ ସରକାର କହୁଛନ୍ତି ଲୋକ ଭୟଭୀତ ନୁହନ୍ତି, କିଛି ଅସୁବିଧା ହେଇନି, ସବୁ ଠିକ ଅଛି। ଦେଖନ୍ତୁ, ସରକାର ଯଦି ନିଜ ଦାୟିତ୍ୱଟାକୁ ଠିକ ଭାବେ ତୁଲାନ୍ତେ ଏ ଘଟଣା ହୁଅନ୍ତେ। ଯଦି ଆପଣ କହୁଛନ୍ତି ଆଜି ଆପଣ ଯଦି ଆପଣଙ୍କର ବୈଦେଶିକ ସମ୍ପର୍କ ଏତେ ସୁଦୃଢ, କଣ ପାଇଁ ତାହେଲେ ଇରାନ ସହିତ ସମ୍ପର୍କ ଏତେ ସୁଦୃଢ? ଅନ୍ୟ ଦେଶ ସହିତ ପ୍ରଧାନମନ୍ତ୍ରୀ ବିଭିନ୍ନ ଦେଶ ଗସ୍ତ କରୁଛନ୍ତି, ତାଙ୍କ ସହିତ ବୈଦେଶିକ ସମ୍ପର୍କ ଏତେ ସୁଦୃଢ ହୋଇପାରିଛି, ତାହେଲେ କାହିଁ ଆଜି ଏଇ ଘଟଣା ଘଟୁଛି? ଗୋଟେ ବିବୃତ୍ତି ଦଉଛନ୍ତି, କିନ୍ତୁ ବାସ୍ତବିକ ସ୍ଥିତି ତ ଅଲଗା। ଯଦି ତେଲ ମହଜୁଦ ଅଛି ତାହେଲେ ଟାଙ୍କି ବନ୍ଦ କାହିଁ କରୁଛନ୍ତି? ପେଟ୍ରୋଲ ଡିଲର ମାନେ ହୁଅନ୍ତୁ ବା ପେଟ୍ରୋଲ ପମ୍ପ ମାନେ ବନ୍ଦ କାହିଁ କରୁଛନ୍ତି ତେଲ ଯଦି ଅଛି? ତାପରେ ଆଉ ଗୋଟେ କଥା ଶୁଣିବାକୁ ମିଳୁଛି 200 ଟଙ୍କାରେ ପେଟ୍ରୋଲ ମିଳିବ, ଅଧିକ ମିଳିବ। ଯୋଉ ଜୋମାଟୋ ହଁ, ସ୍ୱିଗୀ ଡେଲିଭରି ବୟ ଅଛନ୍ତି ସେମାନେ ତ ଦିନକୁ କମସେ କମ ଦେଖନ୍ତୁ, 500-700 ଟଙ୍କା ପେଟ୍ରୋଲ ଦରକାର। ହଁ ନିଶ୍ଚୟ ନିଶ୍ଚୟ। ଯଦି ଆପଣ ମାନେ ଯିଏ ବି ହୁଅନ୍ତୁ ନା କାହିଁକି, ତେଲ କିଏ କଣ ଯାହାର ବ୍ୟବହାର ଅନୁସାରେ କିଏ ଜୋମାଟୋ ସ୍ୱିଗି କରୁଛନ୍ତି, କି ଗୋଟେ ଆମ୍ବୁଲାନ୍ସରେ ଆମେ ଯଦି କହିବା ଯେ ଅଳ୍ପ ତେଲ ପଡିବ, କିଏ ଗୋଟେ ବିଭିନ୍ନ ଡେଲିଭରି ସଂସ୍ଥାରେ ଅଛନ୍ତି ସେମାନେ ଯଦି ଅଳ୍ପ, ସେମାନେ ତାଙ୍କ ବ୍ୟବସାୟ କରିବେ। ଥର ଥର ଯାଇକି ସେମାନେ କଣ ଟାଙ୍କିରେ ଯାଇକି ପହଞ୍ଚୁଥିବେ କି? ସେମାନେ ତ ଅଧିକ ପରିମାଣରେ ତେଲ ପକେଇବେ ନା, ଯଦି ଅଧିକ ସମୟ ଯାଇ ଯିବ। ଏଇଟା କି ପ୍ରକାର କଥା? ବର୍ତ୍ତମାନ ଆଜି ବି ତେଲ ରେଟ୍ ବି ମଧ୍ୟ ବଢିଛି, ତ 3 ଟଙ୍କା ବୃଦ୍ଧି ପାଇଛି। ତାର ଯାହା ବି ହଉଛି ତା ଦ୍ୱାରା ଜନସାଧାରଣ ହିଁ ପ୍ରଭାବିତ ହଉଛନ୍ତି। ସରକାର ସିନା ଖାଲି ବାହା ଦେଖେଇ ହଉଛନ୍ତି, କହୁଛନ୍ତି ନାଇଁ ଘରେ ରୁହନ୍ତୁ, ତେଲ କମ ବ୍ୟବହାର କରନ୍ତୁ। ଏଇଟା କି ପ୍ରକାର କଥା? ଘରେ ରହିଲେ କଣ ସବୁ ସମସ୍ୟାର ସମାଧାନ ହେଇଯିବ? ନା ଦୈନନ୍ଦିନ କାର୍ଯ୍ୟ ପୁଣି ଯାନବାହନ ଚଳାଚଳ କରିବେ କେମିତି ଲୋକ? କଣ ସବୁ ସାଇକେଲ ଦ୍ୱାରା ସବୁ ଜାଗାକୁ ଯାଇ ହେଇଯିବ? ନା ବସ୍ ଦ୍ୱାରା ସବୁ ଜାଗାକୁ ଯାଇପାରିବ? ଯାଇ ତ ହବନି ନା। ତା ଦ୍ୱାରା ଜନସାଧାରଣ ପ୍ରଭାବିତ ହଉଛନ୍ତି। ତ ପ୍ରତ୍ୟେକଟି ଜିନିଷ ସରକାର ଯେତେବେଳେ କରୁଛନ୍ତି, ସରକାର ଠିକ ଭାବରେ ଜନସାଧାରଣଙ୍କୁ ତଥ୍ୟ ଦିଅନ୍ତୁ, ବିବରଣୀ ଦିଅନ୍ତୁ, ଏବଂ କୌଣସି ଜିନିଷ ଏମିତି ନ କରନ୍ତୁ ଯେ ଜନସାଧାରଣ ଯାହା ଦ୍ୱାରା ପ୍ରଭାବିତ ହେବେ। କାରଣ ଜନସାଧାରଣଙ୍କ ଦ୍ୱାରା ହିଁ ଜନସାଧାରଣ ହିଁ ସରକାରଙ୍କୁ ନିର୍ବାଚିତ କରିଛନ୍ତି। ଆଉ ସରକାର ଯଦି ଏମିତି ପରିସ୍ଥିତି ଉପୁଜେଇବେ, ତାହେଲେ ତ ହିଟଲର ଶାସନ ଭଳି, ହିଟଲର ଯେତେବେଳେ ଯେମିତି କହୁଥିଲେ ଯେ ଏମିତି ମାନେ ଲୋକଙ୍କୁ ଶାସନ କଲେ ଲୋକ ବଞ୍ଚିବାକୁ ହିଁ କେବଳ ଭାବିବେ ହିଁ ଅଧିକ ବିକାଶ ହେଇଛି, ଆଉ କୌଣସି ଜିନିଷକୁ ନୁହଁ। ତେଣୁକରି ମୋ ମତରେ ସରକାର ଯାହା ବି କରୁଛନ୍ତି, ଯାହା ବି ଯେତେବେଳେ ବି ଯୋଉ ନିଷ୍ପତ୍ତି ନେଉଛନ୍ତି, ଭାବିଚିନ୍ତି ନିଅନ୍ତୁ, ବୁଝି ବିଚାରି ନିଅନ୍ତୁ। ସରକାର ଲୋକଙ୍କୁ କେବେ ଭୟଭୀତ କରନ୍ତୁ ନାହିଁ। ତା ଦ୍ୱାରା ଦେଖୁଛନ୍ତି କେତେ ପ୍ରକାର ପରିସ୍ଥିତି ଉପୁଜୁଛି।
याद्वारा किए प्रभावित होती जनसाधारण प्रभावित होती तेणु सरकार सब जनसाधारण को सठिक मार्ग परिचालित करंतु सठिक निष्पत्ति नियंतु जनसाधारण को भयभीत करंतु नहीं जदि तैल नाही तैल केमिति रहिबो आम देश में मौजूद कारण आमर जदि वैदेशिक नीति ठीक रोचे आमर जदि देश देश भीतर सुसंपर्क रही तो किपरि आमे आम देश मध्य अनेक देश को विभिन्न जिनस रप्तानी करुछि तो आमे भी आमदानी करुछु किंतु आमर जदि कौनसी देश सहित सुसंपर्क न रही पारिबो किबा अन्य किछि कारणवशतः आम देशर लोक जदि हैरान हेबे ताहले सरकार को निर्वाचित करिवार लाभ कौन तेणुक मु चाहे मोर सरकार को आपण मान माध्यम सरकार को गोटे अनुरोध रहा जनसाधारण को भयभीत करंतु नहीं जनसाधारण को कौन सी विभ्रांतिकर तथ्य दिंतु नहीं लोक मैंने केमिति लोक मान को सब बेले सठिक तथ्य दिंतु एवं जेपरि एमिति किछि निष्पत्ति नियंतु जेमिति से असुविधार सम्मुखीन हेबे नहीं।